ओम नमः भगवते वासुदेवाय। ओम नमो भगवते वासुदेवाय। ओम नमः भगवते वासुदेवाय। ओम नमो भगवते वासुदेवाय। ओम नमः भगवते वासुदेवाय। ओम नमो भगवते वासुदेवाय। ग्रंथराज श्रीमद् भागवतम की श्रीमद् भगवद गीता पाठ की गौर प्रेमानंद। এইটাକୁ ଆଡ଼ଜଷ୍ଟ କରିଥିଲେ ଏଇଟା ମୁଁ ଶୁଭୁଛି, ସିଏ ବାହାରକୁ ଶୁଭୁଛି କି ଏଇଟା ମେସିନ୍ଟା ଟିକେ ସାଉଣ୍ଡ ଏପଟ ବନ୍ଦ। जय जगद्गुरु श्री प्रभुपाद। सर्वप्रथम इस्कन प्रतिष्ठाता ऐसे भक्ति वेदांत स्वामी शील प्रभुपादंगर चरणकमल अनंत कोटिबार दंडवत प्रणाम जनाई कृपा भिक्षा करे प्रभु से नीलाद्रिनाथ जगन्नाथ बलदेव सुभद्रा महारानी गौर निताय राधा गोविंद राधा गिरधारिंगर चरण कमल अनंत कोटि कोटि बार दंडवत प्रणाम जनाई कृपा भिक्षा करे श्रोता वैष्णव मान को प्रणति निवेदन करे। श्री श्रीमद् भगवद गीतार सप्तम अध्याय श्लोक नंबर 19 नंबर में पाठ करिया जाउछे। बहुनं जन्मनन्ते ज्ञानवानं मां प्रपद्यन्ते वासुदेव सर्वमेते समहात्मा सुदुर्लभम् बहुनं जन्मनम् अन्ते ज्ञानवानं मां प्रपद्यते वासुदेव सर्वमेते समहात्मा सुदुर्लभ। श्लोकर अनुवाद हे जे प्रकृतिर ज्ञान स्तर अच्छी से बहुत जन्म परे अर्थात अनेक बार जन्म मृत्यु चक्र रे घुरिला परे मते सबु कारणर कारण बोली जानी मोर शरण रे आसे ये प्रकार महात्मा अत्यंत दुर्लभ। कौन कर दो आम शुणुले भगवान कहले चारि जनकर महात्मा कथा कहले यही माने कौन पाती स्वीकृति प्राप्त होती अर्थ जिज्ञासु अर्थात च ज्ञानी एमान भीतर श्रेष्ठ किए ना ज्ञानी। तल अर्जुन पचार प्रभु यदि ज्ञानी आपणकर अति प्रिय तेबे ज्ञानी यदि तुम अति प्रिय हाँ ठीक है ज्ञानी यदि तुम्हारा एते प्रिय हो जाउछि तले आउ जो तीन जन अर्थ जिज्ञासु अर्थात एमान कौन भगवान कहले उदार सर्वे समस्त महान कहीं ना ये माने धन पाई हो विपद पड़े हो कि जानिबा पाई हो मत टिके स्नेह कर ना एमान देवता को उपासक ठारू ये बहुत बड़ महान किंतु मु ज्ञानी मान को अति कौन भल पाऊँ माने ज्ञानी मोर हृदय माने मोर स्वरूप हूँ ज्ञानी तेने भगवान कहते ज्ञानी कौन मो स्वरूप ना ज्ञान उदय सी आस प्रेम भाव जब प्रेम भाव को आसीगले से मो सहित कथा पार मोर सी अति प्रिय
ତାହେଲେ ଅର୍ଜୁନ କହିଛନ୍ତି ପ୍ରଭୁ ଏଇ ସ୍ତରକୁ ଆସିବା ପାଇଁ ଯିବୁ କେତେ ସମୟ ଲାଗିବ ନା ସାଙ୍ଗେ ସାଙ୍ଗେ ହେଇଯିବ। ଯୋଉ ଆମେ ସମୟ ଜାଣି ଯାଉଛେ ନା କଣ ଏ ଭଗବାନଙ୍କୁ ଭକ୍ତି କରିବାଟା ସବୁ ସହଜ। ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ କହିଲେ ମୋର କଣ କହୁଛନ୍ତି ନା ଯୁକ୍ତ ଆହାର ଜ୍ଞାନୀ ତ୍ୱା ମବେ ମତମ୍ ମୋ ମତରେ ଆସିତ ସହଯୁକ୍ତ ମାମେ ବାହୁନା ଗତିମ୍ କହୁଛନ୍ତି କଣ କହୁଛନ୍ତି ନା ସିଏ ମୋର ଦିବ୍ୟ ସେବାରେ ନିଯୁକ୍ତ ହୋଇଯାଏ ସିଏ ମତେ ପ୍ରାପ୍ତ ହୁଏ। ସିଏ ମୋର ସବୁଠୁ ପ୍ରିୟ କିଏ ସେ ଜ୍ଞାନୀ। ତାହେଲେ ଜ୍ଞାନୀ ପ୍ରିୟ କେତେବେଳେ ହବ ନା ଜ୍ଞାନୀର ସର୍ବୋଚ୍ଚ ସ୍ଥିତି ହେଉଛି କଣ ପ୍ରେମ। ସେ ପ୍ରେମ ପ୍ରାପ୍ତ ହେଲେ ବା ଭଗବାନ ସେବାରେ ନିଯୁକ୍ତ ହେଲେ ସବୁଠୁ ଶ୍ରେଷ୍ଠ ବୋଲି ହବ। ତାହେଲେ ଏ ସ୍ତରକୁ କେତେବେଳେ ଯିବା ଆସିବ। ଆମେ ଶୁଣୁଛେ କଣ କହିଲେ ଜ୍ଞାନୀ କିଏ କିଏ ଜ୍ଞାନୀ ଯିଏ ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଷୟରେ ଜାଣେ ତ ଆମେ ଜାଣିଗଲେ। ଆମେ ତ ଜନ୍ମ ମୃତ୍ୟୁ ଜରା ବିଷୟରେ ସବୁ ଲୋକ କୁହାଉଛନ୍ତି ଜାଣିବୁ ନା କି କୁହନି କି ସବୁ ସମୟରେ ଭଗବାନ କହୁଛନ୍ତି ନା ବହୁତ ବହୁ ନା ଜନ୍ମାନ ଅନ୍ତେ ଜ୍ଞାନବାନ ମାମ ପ୍ରାପଦ୍ୟନ୍ତେ ମୋର ସେବାରେ ନିଯୁକ୍ତ ହବା ପ୍ରେମ ପ୍ରାପ୍ତ ହବା ବହୁ ଜନ୍ମ ବଳେୟ ବହୁ ନା ଜନ୍ମାନନ୍ତେ ଜ୍ଞାନବାନ ମାମ ପ୍ରପଦ୍ୟନ୍ତେ ଏଇ ଜ୍ଞାନୀ ମାନେ ବହୁ ଜନ୍ମ ବିତିଗଲା ପରେ କଣ ମତେ ଆଜି ଚିହ୍ନିଛନ୍ତି କି ଜାଣୁଛନ୍ତି ବା ମୋ ସହିତ ସମ୍ବନ୍ଧ ସ୍ଥାପନ କରିଛନ୍ତି। ଏଇଟା ଯୋଉ ଆମେ କୃଷ୍ଣଙ୍କ ସହିତ ଭଜନ କରିବା ଭଗବାନ ନାମ କରିବା ଭଗବାନ ସହିତ ଭଗବାନ କଥା ଶୁଣିବା ତାଙ୍କ ପ୍ରସାଦ ପାଇବା ଏଇଟା ଏଇ ଜନ୍ମର ଫଳ ନୁହେଁ। ଏଇ ଜନ୍ମର ଫଳ କୋଟି କୋଟି ଜନ୍ମ ବିତି ଯାଇଛି ଆମେ ଏତିକି ବାଟକୁ ଆସିବାକୁ। ଭଗବାନ ଯିଏ ମୋର ବୋଲିକି ଏଇ ଯୋଉ ଭାବନା ଆଣିବା ପାଇଁ ହେଲେ ଆମକୁ କୋଟି କୋଟି ବାର ଜନ୍ମ ପଳେଇଛି। ଭଗବାନ କୋଉଟା ମାନେ ଲେଖିନଥିଲି ଏତିକି ସମୟ ବହୁ ନା ମାନେ କଣ ନିର୍ଦ୍ଦିଷ୍ଟ ନାହିଁ ବହୁ ଜନ୍ମ ପଳେଇଛି ଯେ ଇଏ ଭଗବାନ ମୋର ବୋଲିକି ଭାବିବା ବା ଭଗବାନ ସେବା କରିବା ଏ ବହୁ ନା ଜନ୍ମାନନ୍ତେ ଜ୍ଞାନବାନ ଭୌତିକ ବହୁ ଜନ୍ମ ପରେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ ହୁଏ ମୋ ଶରଣରେ ଆସେ। ଆମେ ସମସ୍ତେ କାହିଁ ଇଏ ମାନେ ଆସୁନଥିଲି ଏମାନେ କାହିଁ ବୁଝୁନାହାନ୍ତି ଏଇଟା ତ ଆମେ ସବୁ ବାଡ଼ି କେତେ ହଉଛେ ନା ତାଙ୍କ ଜନ୍ମ ଯାଇନି ନା ପାଠ ପଢା ଚାଲିଛି ସରିଲେ ସିନା ସାର୍ଟିଫିକେଟ ମିଳିଲେ ସିନା ଚାକିରି ମିଳିବ ଆଉ ପାଠ ପଢା ସିନା ଡିଗ୍ରୀ ହାସିଲ କରି ସେ ଡିଗ୍ରୀ ଦେଖିବେ ନା ଆଉ ତେଣୁ ଯୋଉ ସାର୍ଟିଫିକେଟଟା ପକାଉ ଚାକିରି ପାଇଁ ସେ କଣ ଦେଖିବେ ଫେଲ ସାର୍ଟିଫିକେଟ ଦେଲେ ଚାକିରି ମିଳିବ କି ତ ଏଇଟା ସିଟି କରିନ ବିଡି କରିନ ମାଷ୍ଟର ଚାକିରି ପାଇଁ ପଠେଇ ପକାଉଛ ଫର୍ମ ମିଳିବ ସେ ଯୋଉ ସାର୍ଟିଫିକେଟ ପକେଇଥିବ ଯେ ସାର୍ଟିଫିକେଟ ଯେ ଯାଞ୍ଚ କରୁଥିବ ଚିରି କଣ କରି ଡଷ୍ଟବିନ୍ ଫୋପାଡ଼ି ଦେବେ ବା ଯିଏ ଆମେ ଭାବୁଥିଲେ ଜୀବଟା କାହିଁ ସିଏ ତ ଆରେ ଶୁଣ ସଂସାର ଆଠୁ ବହୁତ କଷ୍ଟ ସେ କରୁଛି ନା ନାହିଁ ଏଠୁ ଫୁଲ ଚନ୍ଦନର ସେବା ତାକୁ ଭଲ ଲାଗୁନି ଭଲ ଲାଗୁଛି କି ସେ ବହୁତ କଷ୍ଟ କରୁଛି ତାକୁ ଖୁସିରେ କରୁଛି ଇଏ ବହୁତ ସହଜକୁ ଏତେ କଷ୍ଟ ତାକୁ ଲାଗୁଛି। ଦେଖ ଘରୁ ଗଲେ ଘରେ ଯାଇକି ଗୋଟେ ଲୋକ ଗରମ ପାଣି ପାଇଁ ମାନେ ଚୁଲି ଜାଳୁଛି କୁଟା ହଉ କାଠ ହଉ ଲଗେଇ ଜାଳୁଛି ଥଣ୍ଡା ଟାଇମରେ ଏଠି ସୁଇଚ ମାରିଦବ ଗରମ ପାଣି ବାହାରି ତାକୁ ଭଲ ଲାଗୁଛି କି ଭଲ ଲାଗୁଛି କାହିଁକି ସବୁ ଖାଇ ସେଠି ତ ଖଟୁଛି ତ ଘର ହେଇକି ରହିଛି ଘର କରିବା ପାଇଁ ଲୋନ କରୁଛି ଏଠି ଘର ହେଇକି ରହିଛି କହିଲେ ଏଇଟା ଭଲ ଲାଗିବ ନା କହିଲେ ବହୁ ଏଇ ଏତିକି ସ୍ତରକୁ ଯିଏ ଆସିଛି ତ ଭାବନା ଏତେ କଣ ଦୋକାନ କରିଛି ଆସିକି ପଡିକି ରହିଛି ନା ବହୁତ ଭାଗ୍ୟ ବହୁତ ଶୀଘ୍ର ସେ ପଡି ରହିବ ତାକୁ ତ ଭଲ ଲାଗିବ ନା କେତେ ବିଗିଡା ଖାଇଲେ ବି ସେ କଣ ମୁଁ କାହିଁକି ବିଡା ଖାଇ ମୁଁ ଘରୁ ପଳେଇବି କହିଲେ ନା ବହୁତ ଜନ୍ମାନତେ କହିଲେ ଜୀବର ସ୍ୱୀକୃତି ଆସିବ ନା ଭଗବାନଙ୍କୁ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ ଏଇଟା ଏତିକି ଜିନିଷ ଆସିବା ବେଲେ କୋଟି କୋଟି ଜୀବନ ପଳେଇଯିବ ପଳେଇ ଯାଇଛି ଯୋଉମାନଙ୍କର ଆସିଛି ସେମାନେ ପଳେଇ ଯାଇଛି ତାପରେ ଆମେ ଭାବୁଛନ୍ତି ଭଗବାନ ମୋର ବୋଲି ଘର ସଂସାରକୁ ମୋର ବୋଲି ଛାଡି ଭଗବାନଙ୍କୁ ମୋର ବୋଲି ଭାବିବା କଣ ସହଜ କଥା କି ଯାହାଙ୍କ ଠାରୁ ଜନ୍ମ ହେଇଛ ଯୋଉ ପରିବାରରୁ ବଢିଛ
ଯାହାଙ୍କଠାରୁ ଖାଇଛ ତାଙ୍କୁ ତ୍ୟାଗ କରିଦେଇ କଣ ଆସି ଭଗବାନଙ୍କୁ ମୋର ବୋଲି ଭାବି ପଡି ରହିବା ସହଜ? ଏଇଟା ସହଜ ନୁହେଁ। ସହଜ ହେଇଥିଲେ ସମସ୍ତେ କରିଦିଅନ୍ତି। ପ୍ରଭୁପାଦଙ୍କୁ ପଚାରିଲେ ତୁମେ ଏତେ ଟଙ୍କା ଖର୍ଚ୍ଚ କରି କାହିଁକି ମାନେ କଣ ମନ୍ଦିର ତିଆରି କରୁଛ? ଗରିବ ଲୋକ ବାଣ୍ଟି ଦିଅ। ପ୍ରଭୁପାଦ କଣ କହିଲେ? ମୁଁ ଗରିବ ଲୋକ ପାଇଁ ହିଁ ମନ୍ଦିର ତିଆରି କରିଛି। ଡାକିଲେ ଗରିବ ଲୋକ ସେଠି ରହୁ। ଏତେ ଖଟ ଲୋକ ତମର କଣ ଅଛି? ମଟର ଖାଇଲେ ଖଟରେ ଶୋଇଲେ ତମର କଣ ଚିନ୍ତା? ଯାହା ସହ ତମେ ଖାଅ ଶୋ। ଆମେ ଯାହା କରୁ ତୁମେ ସେୟା କର, ଖାଇବା ପିଇବ ଶୋଇବ। ପାରିବ? ଗୋଟେ ଲୋକ ମାଗି ଖାଉଥିଲା ନା, ତା ନିଶ୍ୱାସ ବନ୍ଦ ହେଇଗଲା। ଗୋଟେ ରାତି ଶୋଇଛି ମନ୍ଦିରରେ, ତା ନିଶ୍ୱାସ ବନ୍ଦ ହେଇଗଲା। ଏ ଘର ସେ ଘର କହିଲା ମୋର ଏତେ ନିଦ ହଉନି, ହେଲା ନା? ମାନେ ତାକୁ ମାଗି ଖାଉଛି, ଏଠି ତାକୁ କଣ ସେ ତାକୁ କହିଲା ମୋ ନିଦ ହଉନି, ମୁଣ୍ଡରେ ହାତ ଦେଇକି ବସି ପଇଲା ଅନ୍ଧାର, ତା ନିଶ୍ୱାସ ବନ୍ଦ ହେଇଗଲା। ମୁଁ ତାକୁ ଜାଣିବା ପରେ ମୁଁ ଦେଖିଲି, କାହିଁ କଣ ତମେ କାହିଁ ମତେ କହିଲ? ମୁଁ ଜାଣିଛି ଲୋକ ପଳେଇବ, କାହିଁ ମତେ କହିଲ? ନା ଆମର ଭୁଲ ହେଇଛି। କାନ ଧରିଲା। କାନ ଧରିକି କିଛି ତାକୁ କୁହା ହେଇନି। ତୁ ଖାଲି ପ୍ରସାଦ ପାଇବୁ, ଝାଡୁଟେ ମାରିବୁ, ହବ ନା? ଯଦି ହେଇଥାନ୍ତା ଭଗବାନ କାହିଁକି ଏଟା କହିଥାନ୍ତେ? ବହୁ ନା ଜନ୍ମାନନ୍ତେ ବୁଝିଅଛି? ଏତିକି ସ୍ତରକୁ ଆସିବା ପାଇଁ ଜୀବକୁ ବହୁତ ଜନ୍ମ ପଳେଇ ଯାଇଛି। ଭଗବାନ କହୁଛନ୍ତି ବହୁତ ଜନ୍ମ ପରେ ଜ୍ଞାନ ପ୍ରାପ୍ତ ହୁଏ, ତାପରେ ମୋ ଶରଣରେ ଆସେ। କିଛି ଲୋକ ପରମ ସତ୍ୟକୁ ଜାଣିବା ପାଇଁ ନିଜର ତପସ୍ୟାକୁ ଘଟାନ୍ତି। କହିଲେ ଏ ପରମ ସତ୍ୟକୁ ଜାଣିବା ପାଇଁ ନିଜ ଦ୍ୱାରା ସମ୍ଭବ ନୁହେଁ। ସେମାନେ କଣ କରନ୍ତି ନା, କିଛି ଲୋକ ପରମ ସତ୍ୟକୁ ଜାଣିବା ପାଇଁ ଗୁରୁ ଶିଷ୍ୟ ପରମ୍ପରାକୁ ଭାଙ୍ଗି ଦେଇ ନିଜର ଇଚ୍ଛାକୁ ଯୋଡ଼ି ଦିଅନ୍ତି। ଏମାନଙ୍କୁ ବହୁତ ଜନ୍ମ ଲାଗିବ ମତେ ଜାଣିବାକୁ। ଆମେ ଦେଖୁଛେ ନା, ଏ ଲୋକ କଣ କୃଷ୍ଣ ଶରଣରେ ଆସୁନାହାନ୍ତି, ଇଏ ବାବା କତେ ଦୌଡ, ସେ ବାବା କତେ ଦୌଡ, ଇଏ ମା କତେ ଦୌଡ। ଇଏଟା କଣ ଅସୁବିଧା ହଉଛି? ଭଗବାନ କହୁଛନ୍ତି ଏମାନେ ଗୁରୁ ପରମ୍ପରା ଆସିଲେ ନା, ଯୋଉମାନେ ପରମ୍ପରାକୁ ଭାଙ୍ଗିଦେଲେ ସିଏ ଅଲଗା ବାବାଙ୍କୁ କୃଷ୍ଣଙ୍କ ସହିତ ସମାନ ବୋଲି ବିଚାର କରିଦଉଛନ୍ତି। ହଁ, ଦେଖ ଯେତେକ ମୟୂର ପୁଚ୍ଛ ମାରିଲେ ସମସ୍ତଙ୍କୁ ଜେଲ ପଠାଗଲା, ହେଇନି? କହିଲେ ବାବା କେହି ଭଗବାନ ନୁହନ୍ତି। ବୁଝ କହୁଛନ୍ତି ଯୋଉମାନେ ନିଜ ମତକୁ ଯୋଡିଦେଲେ ଏମାନଙ୍କୁ ବହୁ ଜନ୍ମ ବିତିଯିବ କଣ ଭଗବାନଙ୍କୁ ଜାଣିବା ପାଇଁ। ଏ କୃଷ୍ଣକୁ ଜାଣିବା ପାଇଁ ଖାଲି ଧଳା ଧୋତି ପଞ୍ଜାବୀ ପିନ୍ଧିଦେଲେ କି କୃଷ୍ଣକୁ ଜାଣିପାରିବ ନା। କହିଲେ ଏମାନେ ବାବାକୁ ଜାଣିବେ କିନ୍ତୁ କୃଷ୍ଣକୁ ଜାଣିପାରିବେ ନା। ଭଗବାନ ମନା କରିଦେଲେ, କହିଲେ କିଛି କଣ କରୁଛନ୍ତି, ଏମାନଙ୍କୁ ଅନେକ ଜନ୍ମ ବିତିବା ପାଇଁ ପଡିବ, ଏମାନଙ୍କୁ ବହୁ ଜନ୍ମ ଲାଗିବ ମତେ ଜାଣିବାକୁ। ପ୍ରଥମେ ସେମାନେ କାହାକୁ ଜାଣିବେ ନା, ପରମ ସତ୍ୟକୁ ନିରାକାର ବୋଲିକି ଜ୍ଞାନ କରିବେ। ଆସିବେ, ଗ୍ରହଣ କରିବେ। ଦେଖ ଲୋକ କୃଷ୍ଣକୁ ଜାଣିବେ ନା, କିନ୍ତୁ ପ୍ରବଚନ ଦେବେ କୃଷ୍ଣ କଥା କହିବେ, କୃଷ୍ଣ ମାନିବେ ନା। ଆଚ୍ଛା ରାମକୁ ମାନିବେ ନା, କିନ୍ତୁ ରାମଙ୍କ କଥା କହିବେ। ଯେତେ ପୃଥିବୀରେ ପ୍ରବଚକ ପ୍ରବଚନ ଦଉଛନ୍ତି, ଏ ଦି ଜଣଙ୍କୁ ଛାଡ଼ିଦେଲ, ତାଙ୍କ ପ୍ରବଚନରେ ରାମ ରହିବେ ନା କି କୃଷ୍ଣ ରହିବେ ନା? ହବ ପ୍ରବଚନ? ହବ? କିନ୍ତୁ ଗ୍ରହଣ କରିବେ ନା। ପ୍ରବଚନ ଦେବେ କଣ, ଗୀତା ପଢିବେ, ଭାଗବତ ପଢିବେ, ରାମାୟଣ ପଢିବେ, କିନ୍ତୁ ବାବାଙ୍କୁ ବସେଇଦେବେ, କୃଷ୍ଣଙ୍କୁ ଉଠେଇଦେବେ, ରାମଙ୍କୁ ଉଠେଇଦେବେ। କହିଲେ ଏମାନଙ୍କର ଜନ୍ମ ଅନେକ ଜନ୍ମ ବିତିଯିବ ସେ କୃଷ୍ଣଙ୍କୁ ବୁଝିବାକୁ। ଦେଖ କଣ ସେ ମିଛ ଖାଲି ଇସ୍କନରେ ପଶିବା ପାଇଁ ମାନେ ମିଛ ସତ କଥା ଖାଲି କହୁଛନ୍ତି। ସମସ୍ତେ ଖାଲି ଇସ୍କନିଆ ହେଇଯିବେ କି? କୋଶ୍ଚିନ୍ ପଚାରେ, ଏମାନଙ୍କୁ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଆଙ୍କ ପଛେ ପଛେ ବୁଲ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାତାରେ ଲେଖ, ଏମାନେ ସଂସାର ଆସକ୍ତିରେ ଅଛନ୍ତି ନା ବାହାରି ଆସିଛନ୍ତି। ଦେଖ ଫାଶରେ ବନ୍ଧା ହେଇଛନ୍ତି ନା ଖୋଲି ଆସିଛନ୍ତି।
कहले कृष्ण को बिना माया कहा को छाड़िब ना जो मैंने कृष्ण भजन करूनी एमानकर बेकर माया कौन कर फास लगे टाणुची खाली गँ गँ होचंदी देख हिसाब कर आनीची औषधि माया नासिबार लागी हरिनाम महामंत्र लो तुम मागी महाप्रभु कहले ये मायार मेडिसिन केवल हरिनाम कृष्ण 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 हरे 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 राम 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 हरे कल जी नाम न करुच्ची जो व्यक्ति भगवान के कथा को ग्रहण करेंगे करदेला तापाई ये सरल जी ग्रहण न करि परिला तापाई जटिल भक्ति सरल फिर भी जटिल किंतु आचार्य मैंने एमाने कौन करें ना मन धर्मी माने निजे गोटे बाहर पड़े भगवान हो गले कहले एमाने भगवान बुझीपारे ना ये प्रथम क्या बुझे क्या बुझे ये प्रथम बुझे परम ब्रह्म निराकार जो व्यक्ति भगवान की कथा को ग्रहण न कर पारा से कौन कर निराकार हाँ भगवान सब भगवान शून्य जो भगवान शून्य बोली कहूँ जान तार खाली एडमिशन है देख अना माछ खाइबे गंजेई टाणिबे हुक्का टाणिबे सबू चलो ये प्रोफेशनल पिला किंतु भगवान ग्रहण करेंगे परमात्मा रूप ग्रहण करेंगे कृष्ण को मानिबे ना जे शून्य आंक स्थिति देख देख शून्य उपासक माने कौन हो हाँ धरबू ना खाइबू कहले एमन हेले प्रथम श्रेणी पिला तापर आसीबे निराकार पर आसीबे परमात्मावादी निराकारवादी तापर आसले परमात्मावादी जो माने कौन पूजा सेवा करने किए फूल तोड़ ये कर कि ना बस गले ध्यान कहली ये सब कष्ट देख से लोक एम करेंगे ना संसार आंठे पिटे होते फूल तोड़ा भोग लगेगा आरती करवा पसंद न कौन खटी खटी अच्छी बसीगल अच्छा तुम खाली बसीगले यहाँ हो तुम बस तुम संसार काम हो आखि बुझी बसीज पुओ झुओ नाती नाती सब खाई जा रे सी सब खाई जाते ना तुम आखि बुझारे सब हो जाऊँ तुम आखि बुझे तुम पिला सब खाई बड़ लोक हो जाते ना कृष्ण कतिक आसला लोक आखि बुझी बसबे घर कत पेटे आंठे गला खटु हाँ एल द्वितीय श्रेणी भक्त इमाने भगवान आनिबे कहले द्वितीय भगवान परमात्मा समस्त भीतर अछंती कष्ट या सब सहज देखु ना जब तुम भगवान कथा कह से कष्ट अनुभव करे गोटे गाँव यदि अनुष्ठान हम अष्टप्रहरी कि 24 तो नहीं अष्टप्रहरी हो कि चौपरी हो से समय घर टे परिवार अमणिया करते तार पाली हे ता भीतर झगड़ा के समय गोटे वर्ष गोटे दिन भी से भगवान दे पारे ना हाँ कह आम डाकुचु भगवान डाकुचु आम घर भग ठाकुर अच्छा आम घर ठाकुर पूजा हो प्रवचन शुणिले मु तो खेंटा हो जाऊँ प्रवचन सी कुंडा अवस्था गाई आई पैसा आसी देखी दौर कहला कौन जीवन अच्छी कौन है जीवन अच्छी बाबा ये जीवन कौन अच्छी माने कुंडा तोर जीवन में किसी ना कुंडा 25 टका न बोलिक आई पुणी जीवन कौन अच्छी बुझी जीवन मूल्य
କହିଲେ ଏମାନଙ୍କ ଜୀବନ ଏଇଭଳିଆ। କହିଲେ ଏମାନେ ବୁଝିପାରିବେ ନା ଭଗବାନ, ଭଗବାନ ବୁଝିବାଟା ତ ସହଜ ନୁହେଁ। ସେଥିପାଇଁ ଭଗବାନ ବଙ୍କେଇକି ଠିଆ ହେଇଛନ୍ତି। ତ ବଙ୍କା ଟଙ୍କା ହେଲେ ତାଙ୍କୁ ବୁଝିପାରିବ, ସରଳ ହେଲେ ବୁଝିପାରିବନି। ତୁମେ ଯଦି ଭାବୁଛ ଏ କୃଷ୍ଣ ତ କଣ, ସେ କାହିଁ ବାଙ୍କାଟା ହେଲେ ଠିଆ ହେଲେ, କହିଲେ ତୁମେ ସହଜରେ ମତେ ତୁମେ ବୁଝିପାରିବନି, ବଙ୍କେଇବାକୁ ପଡିବ, ପରମ୍ପରାକୁ ଆସିବା ପାଇଁ ପଡିବ, ଗୁରୁ ଗ୍ରହଣ କରିବା ପାଇଁ ପଡିବ, ଗୁରୁଙ୍କୁ ଶିକ୍ଷା ଲାଭ କରିବାକୁ ପଡିବ, ପରମ୍ପରାକୁ ଭାଗି ପାରିବ ନାହିଁ। ଯୋଉମାନେ ଏଇଗୁଟା ଗ୍ରହଣ ନ କରୁଛନ୍ତି ଏମାନଙ୍କୁ ବହୁ ଜନ୍ମ ବିତିଯିବ। ତମେ ଭାବୁଛ କି ସମସ୍ତେ, ମତେ ତ ପ୍ରାୟ ଲୋକ, ଏତେ ଲୋକ ତାଙ୍କର ଭକ୍ତ ହେଇଛନ୍ତି ବୁଝି ପାରୁନାହାନ୍ତି। ଆମ ଅର୍ଜୁନ ସତ୍ୟ ପ୍ରଭୁ କହିଲେ ଏତେ ଲୋକ ତାଙ୍କ, ରାବଣର କେତେ ଭକ୍ତ ଥିଲେ, ହିରଣ୍ୟକଶିପୁ କେତେ ଲୋକ ମାନୁଥିଲେ, ପ୍ରହ୍ଲାଦଙ୍କୁ କେତେ ଲୋକ ମାନୁଥିଲେ। ଆରେ ପ୍ରହ୍ଲାଦଙ୍କୁ କେତେ ଲୋକ ମାନୁଥିଲେ, ପ୍ରହ୍ଲାଦଙ୍କୁ ତ କେହି ମାନୁନଥିଲେ। ହିରଣ୍ୟକଶିପୁ ତ ଦେବତା ମାନେ ଭଗବାନ ଭଗବାନ ବୋଲି କହୁଥିଲେ। ଆଚ୍ଛା, ରାବଣ କଣ କଲେ, ଦେବରାଜ ଇନ୍ଦ୍ରକୁ ଆଣିକି ପାଦରେ ବାନ୍ଧି ପକେଇଦେଲେ, କହିଲେ ମରି ମାରିବ ମତେ କି, ଯମକୁ ଯମରାଜ କହିଲେ ଯମ ସିନା ମତେ ସେ ମାରି ପକେଇବ, ଯମରାଜ ବାନ୍ଧି ପକେଇଦେଲେ, ତାଙ୍କ ଉପରେ ଗୋଡ ଥିଲେ। କହିଲେ ତାଙ୍କୁ କେତେ ଲୋକ ମାନୁଥିଲେ। ତୁମେ ଭାବୁଛ, ଗୌରଗୋବିନ୍ଦ ଗୋସ୍ୱାମୀ ମହାରାଜଙ୍କ ତୁମେ ଭାବୁଛ କି ଇଲେକ୍ସନ କରିକି ନେତା ତିଆରି କରୁଛ, ଇଲେକ୍ସନ କରିକି ଭଗବାନ ତିଆରି କରିଦବ। ତମେ ଭୋଟ ଦେଇକି ଭଗବାନ ତିଆରି କରିଦବ, ଏତେ ଲୋକ ତାଙ୍କୁ ସମର୍ଥନ କଲେ ସେ ଭଗବାନ ହେଇଯିବେ। ଭଗବାନ କାହା ସମର୍ଥନରେ ହୁଅନ୍ତି ନା। ଭାରତବାସୀ ସମସ୍ତେ ସମର୍ଥନ କରିଦେଲେ, ମୋଦିଜୀ ହେଇଗଲେ ପ୍ରଧାନମନ୍ତ୍ରୀ, ଭାରତୀୟବାସୀ ସମସ୍ତେ ସମର୍ଥନ କଲେ, କଣ କୃଷ୍ଣ ଭଗବାନ ନୁହଁ ବୋଲି ମନା କରିଦେଲେ হবে ନା? କହିଲେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। କହିଲେ ତୁମେ ଯେତେ ବଳ ଦେଖାଅ, ଯେତେ ଜ୍ଞାନ ଦେଖାଅ, ଯେତେ ସୌନ୍ଦର୍ଯ୍ୟ ଦେଖାଅ, ତାଙ୍କ ସହିତ ସମାନ ନୁହଁ। ଯେତେ ଜ୍ଞାନ ଦେଖାଅ, ତୁମେ ଜ୍ଞାନବାନ ନୁହଁ ତାଙ୍କ ଭଳିଆ, ଧନବାନ ନୁହଁ, ତୁମେ ସୌନ୍ଦର୍ଯ୍ୟବାନ ନୁହଁ। ଯଦି ତୁମେ କୁହ ସୌନ୍ଦର୍ଯ୍ୟ, ଯଦି କୁହାଯାଏ ଗୋଟେ ବିଶ୍ୱ ସୁନ୍ଦରୀ ଝିଅ, ବିଶ୍ୱ ସୁନ୍ଦରୀ ପୁଅ, କିନ୍ତୁ ଛୁଆ ବେଳେ ତାଙ୍କେ ଆସକ୍ତି ନଥିଲେ ତାଙ୍କ ପ୍ରତି, ବୁଢା ହେଲେ ତାଙ୍କ ପ୍ରତି କିଏ ଆସକ୍ତି ହେବେ ନା। ଯଦି ଆମେ ଦେଖୁଛେ ସୁନ୍ଦର ବୋଲିକି, ଇଏ ବୁଢା ବୁଢୀ ହେଲାଙ୍କ ପ୍ରତି ଆସକ୍ତି କାହାର ଆସିବ ନା? ସେଇ ଛୁଆ ଯଦି ଏତେ ସୁନ୍ଦର ଦେଖାଯାଉଛି, ଜନ୍ମ ହେଲା ସମୟରେ ମଳମୂତ୍ର ଉଲ୍ଲଗ୍ନ ହେଇକି ବୁଲୁଥିଲା, ତାକୁ କେହି ପସନ୍ଦ କରୁନଥିଲେ। କିନ୍ତୁ କୃଷ୍ଣ ଜନ୍ମ ହେଲେ ତ ଦେବତା ମାନେ ଆସକ୍ତି ହେଇଗଲେ। କେତେ ବର୍ଷ ରହିଲେ? 11 ବର୍ଷ କେତେ ମାସ ବ୍ରଜରେ ରହିଲେ। ତ 11 ବର୍ଷର ଛୁଆ ପ୍ରତି ଜଣଙ୍କର କେମିତି ଆସକ୍ତି ହବ? କେମିତି ହବ? ସବୁ ଗୋପୀ ମାନେ ଦୌଡୁଥିଲେ। ତାଙ୍କ ଘରେ ଛୁଆ ଅଛନ୍ତି, ତାଙ୍କୁ ଛାଡିକି ପୁଣି କୃଷ୍ଣ ଦେଖିବାକୁ ଆସିଥିଲେ ଯଶୋଦା ମାଙ୍କ ଘରେ। କହିଲେ ସର୍ବ ଆକର୍ଷଣମୟ। ଦେଖିଲ ଇଏ ଭଗବାନ, କେତେ ଦିନ ପରେ ତମେ ଭଗବାନ ବାହାରିଲେ? ତୁମ ଯୋଉ ଭଗବାନ ବାହାରିଲେ କେତେ ଦିନ ପରେ ବାହାରିଲେ? ଇଏ ଭଗବାନ ନୁହନ୍ତି। ଭଗବାନ ଯିଏ ଜନ୍ମରୁ ଭଗବାନ। କି ଲୋକ ସମର୍ଥନ କରିଦେଲେ କାହା କିଏ ଭଗବାନ ହେଇଯିବ, ଏଇଟା ସମ୍ଭବ ନୁହେଁ। ଏଇଟା ଭୋଟ ଦେବା କଥା ନୁହଁ। ଏମାନେ ବହୁତ ଜନ୍ମ ବିତିଯିବ। ସୁପ୍ରିମକୋର୍ଟରେ ଯାଇକି ଆପିଲ କରିବାନି ଯେ ଏ ଭଗବାନ କୁହ ଆମ ଠାକୁରଙ୍କୁ ନା। କୃଷ୍ଣ କୋଉଠି କହିନାହାନ୍ତି ମତେ, ମହାପ୍ରଭୁ କୋଉଠି କହିନାହାନ୍ତି। ମହାରାଜ ବୈଷ୍ଣବ ମହାରାଜ ଗୋଟେ କ୍ଲାସ ମୁଁ ଶୁଣୁଥିଲି। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଗଲେ, ପୁରୀରୁ ଗଲେ ନାଇଁ ନବଦ୍ୱୀପ, ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ତାଙ୍କୁ ଦର୍ଶନ କରିବେ। କାହିଁକି ତାଙ୍କ ପ୍ରତି ଏତେ ଆସକ୍ତି ହେଇଗଲେ? ଇଏ ଥିଲେ କି ସେ ରାଜସ୍ୱ ମନ୍ତ୍ରୀ, ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ଏତେ ମନ୍ତ୍ରୀ ଥିଲେ ନା। ତ ସେ ଆସିବେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତ ଯେତେବେଳେ ମହାପ୍ରଭୁ ଯାଇକି ପହଞ୍ଚିଲେ ନବଦ୍ୱୀପରେ,
ଯିବା ସମୟରେ 100 କୋଟି ଲୋକ କହୁଛନ୍ତି, ମାନେ ରାଜା କହୁଛନ୍ତି କାହିଁକି ରାଜା ଏତେ ରାଗିଗଲେ ଯେ ମୁଁ 400-500 ଲୋକ ଆସିଲେ କେତେ ବ୍ୟବସ୍ଥା କରାହଉଛି ବିନା କଣ ମାନେ ବିନା ଏ ଯୋଉ ପୋଲିସରେ ଲକ୍ଷ ଲକ୍ଷ କୋଟି କୋଟି ଲୋକ ତାଙ୍କ ଦେଖିବାକୁ ମହାପ୍ରଭୁ କାହାକୁ କହିନଥିଲେ ନାହିଁ। ଆମେ ତ ସାଙ୍ଗେ ସାଙ୍ଗେ ଫୋନ, ସେ ସମୟ ତ ଫୋନ ନଥିଲା ନା, କହିଲେ ଭଗବାନ ଏଇ ରାଜା କହୁଛନ୍ତି, ତ ମୁସଲମାନ ରାଜା ହୁସେନ শাହ କହୁଛନ୍ତି ବୋଧେ ଏଇ ଭଗବାନ, ଏଇ ତାଙ୍କର ଆଲ୍ଲାହ ବୋଧେ, କହୁଛନ୍ତି ଏଇ ଆଲ୍ଲାହ। କାହିଁକି ନା ମାନେ ହଜାର ହଜାର ଲୋକ, କୋଟି କୋଟି ଲୋକ ସବୁ ଆସିଛନ୍ତି, କାହା ପାଇଁ କିଛି ବ୍ୟବସ୍ଥା ନାହିଁ, ଖାଲି ମହାପ୍ରଭୁଙ୍କୁ ଦେଖିବେ, ଚୈତନ୍ୟ ମହାପ୍ରଭୁ ଦର୍ଶନ କରିବା ପାଇଁ। ତ ରାଜା ଦେଖୁଛନ୍ତି ଏତେ ଲୋକ ଆସିଛନ୍ତି, ରାଜ୍ୟରେ ଯେତେବେଳେ ନବଦ୍ୱୀପ ଯେତେବେଳେ ପହଞ୍ଚିଗଲେ ତ ସବୁ ଲୋକମାନେ ଦୌଡ଼ିକି ଆସୁଛନ୍ତି ଦେଖିବାକୁ। ରାଜା ଥିଲେ ଏତେ ହା ହେଲା କଣ, ଆସିଲା ବେଳକୁ ଗୋଟେ ସିକ୍ୟୁରିଟି ଗାର୍ଡ ବି ନାହିଁ। କୋଟି କୋଟି ଲୋକ ଯାଇଛନ୍ତି, କିଏ ପାଣିରେ ଠିଆ ହେଇକି ମହାପ୍ରଭୁ ଦର୍ଶନ କରିଛି। ଏତେ ଲୋକ ଯେତେବେଳେ ରହିବେ, ଘର କୋଉଠି ଅଛି, ସେମିତି ତଳେ ଶୋଇ ପଡୁଛନ୍ତି, ରୋଡ ଉପରେ ମାନେ କଣ ବସି ଯାଉଛନ୍ତି, ପାଣି ଜାଗା ନାହିଁ, ପାଣି ଉପରେ ଠିଆ ହେଇକି ଭଗବାନ ଦର୍ଶନ କରୁଛନ୍ତି। ଏଇ ଭଗବାନ ଆଜାନୁଲମ୍ବିତ ଭୁଜ କନକ ବଦାତ, କହିଲେ ଖାଲି ସମସ୍ତେ ସଂକୀର୍ତ୍ତନ କରୁଛନ୍ତି, ଚାଲୁଛନ୍ତି, କାହାକୁ କଣ କିଛି ନାହିଁ। ଏତେ ଭଗବାନଙ୍କର ଶକ୍ତି, ଏଇ ଭଗବାନ ଏହାକୁ କୁହନ୍ତି। ଆଉ ତମେ ସୁପ୍ରିମ କୋର୍ଟ କଣ ଆପ୍ଲାଏ କରୁଛ ଭଗବାନ ବୋଲି? ଯିଏ ଭଗବାନ ତାଙ୍କୁ ସବୁ ଦୌଡ଼ିବେ, ସର୍ବ ଆକର୍ଷଣମୟ ଭଗବାନଙ୍କୁ। ତାଙ୍କ ଶିଷ୍ୟ କଣ ଇଏ ଚେଲା ଯାଇକି କହିବେ ଭଗବାନ ବୋଲି କୁହ, ସୁପ୍ରିମକୋର୍ଟ ଆରଡ ଦେଲେ ସମସ୍ତେ କହିବେ ତମେ ଭଗବାନ ବୋଲି। ଇଏ କି ଥାର୍ଡ କ୍ଲାସ ବ୍ରେନ। ତୁମେ ଯେତେ ସୌନ୍ଦର୍ଯ୍ୟବାନ ହେଲେ ବି, ତୁମେ କଣ ଯେତେ ବଳବାନ ହେଲେ ବି, ତୁମେ କଣ ଭଗବାନ ହେଇପାରିବ ନାହିଁ। କହିଲେ ଭଗବାନଙ୍କୁ ବୁଝିବା ପାଇଁ ବହୁ ଜନ୍ମ ପଳେଇବ। ହଁ, ମୁକୁନ୍ଦ ମାଳାରେ ମହାରାଜ କୁଳଶେଖର କହୁଛନ୍ତି, ହେ ରେ ମୂର୍ଖ ମନ, କୁଳଶେଖର କହୁଛନ୍ତି ମୂର୍ଖ ମନ, ମୋର ସ୍ୱାମୀ ହେଲେ କୃଷ୍ଣ, ତୁ ତାଙ୍କୁ ଭୁଲିଗଲେ ନରକକୁ ଯିବୁ। ସେ ମନକୁ ବୁଝାଉଛନ୍ତି, ମନ ମୁକୁନ୍ଦ ମାଳାରେ, ମୁଁ ନରକର ଯନ୍ତ୍ରଣା ବର୍ତ୍ତମାନ ମୁଁ ତ୍ରିତାପ ଦୁଃଖ ପାଉଛି। ପାଉଛ ନା ସମସ୍ତେ ନରକ ଯନ୍ତ୍ରଣା ଭୋଗ କରୁଛେ। ନରକର ତ ଯନ୍ତ୍ରଣା ଭୋଗ କରିବାଟା କଣ, ବର୍ତ୍ତମାନ ଦଗ୍ଧୀଭୂତ ହଉଛେ ନା, ଆଦି ଦୈବିକ ଆଦି ଭୌତିକ ଆଧ୍ୟାତ୍ମିକ ତ୍ରିତାପ ଦୁଃଖରେ ଆମେ କେତେ କଷ୍ଟ ପାଉଛେ। ରାଜା କୁଳଶେଖର କହୁଛନ୍ତି, ମୋର ସ୍ୱାମୀ ହଉଛନ୍ତି ଲକ୍ଷ୍ମୀପତି, ମୋର ସବୁ ଦୁଃଖକୁ ସେ କଣ କରିବେ, ହରଣ କରି ନେଇ ପାରିବେ। ଇରେ ମନ, ତାଙ୍କର ସେବା କଲେ ମତେ ସେ ରକ୍ଷା କରିବେ, ସେ ତାଙ୍କର ସେବକୁ ରକ୍ଷା କରିବେ ନା। ଯେ ଲକ୍ଷ୍ମୀପତି, ସବୁ ଦୁଃଖକୁ ଯିଏ କଣ କରୁଛନ୍ତି, ଦୂର କରିପାରିବେ। ରେ ମନ, ତାଙ୍କୁ ଛାଡିକି ନରକକୁ ଯାଆନା। ତାପରେ ସଂସାର ଭୟାନକ ସମୁଦ୍ର। ଆଚ୍ଛା, ଆମର କୋଶ୍ଚିନ୍ ଥିଲା ନା, ବାର ବାର କର ସଂସାର ସାଗର, ଜଳ ତ ନାହିଁ, ସାଗର କେମିତି ହେଲା? ସାଗର ଜଳ ଅଛି ନା, ଆମର ଜଳ ଅଛି। ମିଛୁଟା ଖାଲି କହୁଛନ୍ତି ଆଉ ଜଳ ଫଳ କିଛି ନାହିଁ ଏଠି। ସାଗର ସାଗର ଆମେ ଦେଖୁଛୁ ପାଣି ଫାଣି ଅଛି, ଏଠି କଣ ନା କହୁଛନ୍ତି ସଂସାର ହଉଛି ଭୟାନକ ସମୁଦ୍ର, ଏଥିରେ ଖସି ପଡିଲେ ଆଉ ଉଠି ହେବ ନାହିଁ। କହୁଛି ସମୁଦ୍ର ଭୌତିକ କାମନା ରୂପେ କି ଜଳ, ଭୌତିକ ଯେ କାମନା ନା, ଏଟା ହଉଛି କଣ, ଜଳ। ଏଠି ପଡିଗଲେ ଉଠିବା ସହଜ, କିଛି ନାହିଁ। କିଛି ତୁମେ ତୁମେ ତୁମର କେହି ନୁହଁ, ତୁମେ କାହାର ନୁହଁ। ବର୍ତ୍ତମାନ କଣ
ଖସି ଯାଇଛି ଏ ଜଳ ଭିତରେ। ଜଳ ଭିତରେ ଖେଳୁଥିବ ଖେଳୁଥିବ କୂଳରେ ଖସିଗଲେ କ'ଣ ଅବସ୍ଥା ହବ? ସୁଖ ଦୁଃଖ ରୂପୀ କ'ଣ ପବନରେ ଖାଲି ଆଘାତ ପାଉଛ। ପବନଟା ହବ ଢେଉ ଉଠିବ ନା। ଲହଡ଼ି ଯୋଉ ସୁଖ ଦୁଃଖଟା ଆସି ବାଡ଼େଇ ହଉଛି ତୁମ ଉପରେ ନା। କେତେବେଳେ ହସି ପକଉଛ ତ ଓ ବାବା, କେତେବେଳେ କାନ୍ଦି ପକଉଛ। ଖାଲି ସମୁଦ୍ର ଖସିଗଲା ପରେ କାମନା ରୂପକ ଜଳରେ ଆମେ କ'ଣ କଲେ? ବୁଡ଼ିଗଲେ। এইটা କରିম, ଏଟା ପରେ ସେଟା କରିମ, ସେଟା ପରେ ସେଟା କରିମ। ବରଂ ସମୁଦ୍ର ଜଳକୁ ଆୟତ୍ତ କରିହବ ହେଲେ ଇଏ କାମନା ରୂପକ ଜଳକୁ କ'ଣ ଆୟତ୍ତ କରିହବ? ହବ? ହବନି। ପଇସା ନଥିଲା, ଏଇ 100 ଟଙ୍କା ହେଲେ ମୋର ଚଳିବ। 100 ଟଙ୍କା ହେଇଗଲା, ଏଥିରେ ହଉନି। 500 ଟଙ୍କା, 100 ଟଙ୍କା ଦେଲେ ମୋବାଇଲ 350 ଟଙ୍କା ହେଲାଣି ରିଚାର୍ଜ ନା। ବର୍ତ୍ତମାନ ଖାଲି କ'ଣ ଶୁଖିଲା ସମୁଦ୍ରରେ ଖାଲି କ'ଣ ଘୁଷୁଡ଼ି ହେଇ 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 ଆଣ୍ଠୁ ଗଣ୍ଠି ସବୁ ଛିଡ଼ିଗଲେ। କିଛି ନବାର ନାହିଁ, କିଛି ଯିବାର ନାହିଁ। ଯିବ କି? ତୁମର କେହି ନୁହଁ, ତୁମେ ବି କାହାର ନୁହଁ। ଏଇ ସିଦ୍ଧାନ୍ତରେ ଆମେ ଏପର୍ଯ୍ୟନ୍ତ ଉପନୀତ ହେଇପାରିନି। ହେଇପାରୁଛ କି? କହିଲେ କ'ଣ? ସମୁଦ୍ର ହଉଛି ଭୌତିକ କାମନା ରୂପୀ ଜଳରେ ଭରି ହୋଇଛି। ମୋହ ରୂପୀ ଅନେକ ଲହଡ଼ି ଆସୁଛି। ମୋହ, ଏ ଲହଡ଼ି ଆସୁଛି, ମାଡ଼ି ଦଉଛି ଟିକେ, ପୁଣି ଟିକେ ଲହଡ଼ି ପଳେଇଲା, ପଳେଇ ଯାଉଛି ନା, ପୁଣି ଫେରିଲା ଟାଣି ନେଇ ପଳେଇବ। ସମୁଦ୍ର ଗାଧେଇଛ? ଲହଡ଼ି ଆସିବ ଯେତେବେଳେ ପେଲି ଆଣିବ, ଫେରିବ, ପୁଣି ଟାଣି ନେଇ ପଳେଇବ। ପୁଅ ଚାକିରି କରିବ, ପୁଅ ଲହଡ଼ି ଉଠି ପଇଲା, ଟାଣି ନେଇଗଲା। ପୁଅ ଚାକିରି କରିଥିଲେ ବୋହୂକୁ ନେଇ ପଳେଇଗଲା। ପଇସା ଫଇସା ଦେଲା ନା, ଅନାଥ ଆଶ୍ରମ ଛାଡ଼ିଦେଲା, ବୃଦ୍ଧ ଆଶ୍ରମ ଛାଡ଼ିଦେଲା। ଆଉ ମୁହଁ ସୁଖେ ଦେଇ କହିବ ମିଡ଼ିଆ ଆଗରେ କ'ଣ? ବାପା ହେଇକି କିଛି ମୋର ଲାଭ ହେଲାନି। ହଉଛି ନା ନାଇଁ? ଛୁଆ ଜନ୍ମ କରି କିଛି ଲାଭ ହେଲାନି। ସେତେବେଳେ ବୁଝି ନଦେଲା। ଆଉ ସେତେବେଳେ ବୁଝିଲା ବେଳକୁ ତୁ ଅନାଥ ଆଶ୍ରମ ରହିଲୁଣୁ, ବୁଝିବୁ କ'ଣ? ବାହା ହେଇକି ମୋର ଖରାପ ହେଇଗଲା। ବାହା ହବା ପାଇଁ କେହି ପଚାରନ୍ତି, ଟାଣି ଟୁଣିକି ପଳେଇ ଯାଉଛୁ, ପୁଣି ଖରାପ ହେଇଗଲା କ'ଣ? ବୁଝ ଜୀବନର ମୂଲ୍ୟ କ'ଣ? କେହି କହୁନାହାନ୍ତି, ବାପା ମା ବ୍ୟବସ୍ଥା ବି କରୁନାହାନ୍ତି, ନେଇ ପଳେଇ ଆସୁଛ। ପୁଣି ଆଣିଲା ବେଳେ କିଳାଟା ଆସୁଛି, କ'ଣ କରିବି? କି ବେଗ ତ ବାହାନି କହୁଛ ନା ନାଇଁ? ମୁହଁ ଶୁଖି ଯାଉଛି। ଫୋନ କଲା ବେଳେ ମୁହଁ ଶୁଖୁନି, ହସି ହସି କଥା ଯେତେବେଳେ ଛାଡୁ ଆଉଛି ଢେଉ, କହିବେ ବା ଭଁର ଭଁର, ପାଣିରେ ଭଁର ଅଛି ନା ନାଇଁ? କୁଳଶେଖର କହୁଛନ୍ତି, ମୋହର ରୂପକ ଅନେକ ଲହଡ଼ି ଅଛି, ପତ୍ନୀ ରୂପକ ହଉଛି ଭଁର, ପାଣିର ଭଁର। ଏକାଥ ତଳୁ ଉପରକୁ ହେଲା। ପତି ପତ୍ନୀ ରୂପକ କ'ଣ? ଭଁର। ଗୋଟେ ଝିଅ ପାଇଁ ପୁଅ ଭଁର, ପୁଅ ପାଇଁ ଝିଅ ଭଁର। ଭଁର ପଡ଼ିଗଲେ ଆଉ ଖାଲି ହାପୁ ହାପୁ ହଉଥିବ, ଆଉ କ'ଣ ଚକ୍ର କ'ଣ ତଳକୁ। ଏକା ଭଁରର ଯୋଉ ପାଣିର ଭଁର କାହିଁ, ଭଁର ଯୋଉ ପାଣି ଭଁର ଭଳେ ନାହିଁ, ତାର ପୁରା ଏକ ପାତାଳରୁ ଥିବ, ଯେ ପଡ଼ିଗଲେ ପୁରା ପାତାଳକୁ ପଳେଇବ, ଆଉ ଉଠି ପାରିବନି। କ'ଣ ପାଣି ଭଁର ପଡ଼ିଗଲା, ମାରିଦେଲା ତାକୁ। ଆଉ କୁଳଶେଖର କହୁଛନ୍ତି, ପତ୍ନୀ ରୂପକ ଭଁରରେ ପଡ଼ିଗଲି ରେ ମନ ପଳେଇ ଆସେଠୁ। ଆଉ ପହଁରିଲା ସମୟରେ ବେକରେ କହନ୍ତି ନା, ଲୋକ କହନ୍ତି ନା, ଏଇ ଏଭଳିଆ ଛୁଆକୁ ମାଠିଆ ଦେଇକି ପାଣିରେ କ'ଣ ପତ୍ନୀ ପୁତ୍ର ବନ୍ଧୁ ହଉଛନ୍ତି ମାଠିଆ, ବନ୍ଧା ହେଇଛନ୍ତି ବେକରେ। ଛାଡ଼ିଦେଇ ପଳେଇବି, ଝିଅଟା ହଇରାଣ ହେଇଯିବ, ବାହାର ପୁଅଟା ହଇରାଣ ହେଇଯିବ, ଲୋକ ମତେ କ'ଣ କହିବେ। ପଳେଇ ଆସନ୍ତି ନା, ମୋ ବାପାଟା ଅଛି ବା, ନାଇଁ ମୋ ବାପା କାନ୍ଦୁଛି। କହିଲେ ମାଠିଆ, ପାଣି ଭରା ହେଇକି ବାଲି ମାଠିଆ, ବାଲି ମାଠିଆ ଦେଇକି ଫୋପାଡ଼ି ଦବ,
ଏ ସମୁଦ୍ରରେ ଫପଡ଼ା ହେଇଛି। ଆଉ ନା ବେକକୁ ସେ ମାଠିଆ ଲଗେଇଦେଲେ କ'ଣ କରିବ? ସେ ତଳୁ ମୁହାଁ ତମ ଉପରୁ ମୁହାଁଲି ନା ଉଠିବ, ତଳ ମୁହାଁ ହବ, ତଳ ମୁହାଁଲେ ମଲ। ସଂସାର ନା ଛାଡ଼ିବ ନା ତମେ ନା ଏଠିକି ଆସିବ। କୁଳଶେଖର କହୁଛନ୍ତି ଏଇ ସମୁଦ୍ର ଭିତରେ କ'ଣ ମୋ ବେକରେ ମାଠିଆ ପକା ହେଇଛି। ଇରେ ମନ ତୁ ତାଙ୍କ ପ୍ରତି ଆଉ ଏତେ କ'ଣ ଆସକ୍ତି ହବନା। ଇଏ ପଡ଼ିଛନ୍ତି ଆଉ ଭଁର ପଡ଼ିଗଲେ ମାଠିଆ ଲଧା ହେଲା, କରିବେ କ'ଣ? ପାଣିରେ ବଳ ସିନା କୁମ୍ଭୀରର ପାଣିରେ ବଳ। କହୁଛନ୍ତି ଭଗବାନଙ୍କ ଚରଣ ଏକମାତ୍ର ନୌକା। ଯଦି ବୁଡ଼ି ଯାଇଥିବା ସମୟ ଦେଖ ସବୁ ଯାଇନା ପୁରୀ ସବୁ ଟ୍ୟୁବ ଧରି ଠିଆ ହେଇଥିବେ, ତା କ'ଣ କହୁଛନ୍ତି? ଷ୍ଟ୍ରେଚର ନା ଏ ଯୋଉ କ'ଣ ଯୋଉ ଧରି ଠିଆ ହେଇଥିବେ, ପାଣି ବୁଡ଼ିଗଲେ ତାଙ୍କୁ ସବୁ ବ୍ୟାନର ଦିଆଯାଇଛି ଗଭର୍ଣ୍ଣମେଣ୍ଟ ତରଫରୁ, ସେ ଧରି ବସିଥିବେ। ଯିଏ ବୁଡ଼ିଗଲା ଲାଇଫ ଜାଲି, ଲାଇଫ ଜ୍ୟାକେଟ ଆଉ ଗୋଟେ ଟ୍ୟୁବ ଇଏଟା, ହଁ ତ ଧରିକି ଯିବେ। ଯିଏ ବୁଡ଼ି ଯାଉଥିବ ସେ କୋଉଠି ଧରିବେ? ବୁଡ଼ି ଯାଉଥିବ ସେ, ଆମେ ଯାଇଥିଲୁ ପୁରୀ ଥରେ, 2 ଜଣ ସାଙ୍ଗ ଗାଧୋଉଥିଲେ, ଖସିଗଲେ। ଇଏ ଦୌଡ଼ି ଗଲା ବେଳକୁ ଜଣଙ୍କର ଚୁଟି ଅଛି, ମାନେ ବୁଡ଼ିଗଲା ସମୟରେ ଆଗେ ତଳ ମୁଣ୍ଡଟା ଆଗେ ଉପରୁ ଟିକେ ରହିବ। ପ୍ରକୃତିର ନିୟମ ସବୁ କାଳେ ରକ୍ଷା କରିଦବ। ଆମର କାହିଁ ଚୁଟି ରହିଛି? ବୁଝିଲେ? ବୁଡ଼ିବା ସମୟରେ ଧରିବେ, ଯିଏ କ'ଣ ଯିଏ ରହିଛନ୍ତି କ'ଣ ଉଦ୍ଧାର କରିବା ପାଇଁ, ଉଦ୍ଧାରକାରୀ ଦଳ ଦୌଡ଼ିବେ, ପାଣି ଭିତରେ ପଶିକି ଆଗେ ଚୁଟିଟା ଧରି ଉଠେଇଦେବେ। ଚୁଟିଟା ଧରିଦେଲେ ଆଟଲିଷ୍ଟ ସେ ନିଶ୍ୱାସଟା ନେଇପାରିବ ନା। ଗୋପରଟା ଉଠି ପଡ଼ିଲେ ସେ ନିଶ୍ୱାସ ବଞ୍ଚିଯିବ, ତାପରେ କ'ଣ ହବ ଦେଖିବା। କହିଲେ ଗୁରୁ ଆଚାର୍ଯ୍ୟ ମାନେ, ବୈଷ୍ଣବ ମାନେ ହଉଛନ୍ତି କ'ଣ ଉଦ୍ଧାରକାରୀ ଦଳ। ସେ ଅନେକ ବସିଛନ୍ତି, ଏ ବୁଡ଼ି ଯାଉଛନ୍ତି ନା, ତାକୁ ଉଠେଇବାକୁ ନିଶ୍ୱାସ ଟେ ମାର, ହସ ଟିକେ, ନହେଲେ ପାଣି ଭଁର ଭିତରେ କ'ଣ ଜୀବନ ଚାଲିଯିବ। ଯଦି ପ୍ରଭୁପାଦ ନଥାନ୍ତେ, ପ୍ରଭୁପାଦ କ'ଣ କୁହାଯାଉଛି? ସେନାପତି, ଏ ମହାପ୍ରଭୁଙ୍କର ସେନାପତି, କମାଣ୍ଡର। ସିଏ କ'ଣ କରୁଛନ୍ତି? ସେ ତାଙ୍କ ପରିଚାଳନାରେ କ'ଣ ତାଙ୍କର ଶିଷ୍ୟ ପ୍ରଶିଷ୍ୟ ମାନଙ୍କୁ ସବୁ କ'ଣ ଟ୍ରେନିଂ ଦେଇଛନ୍ତି। ଯାଅ ବୁଢ଼ାଳି ଯିଏ ବୁଡ଼ି ତ ଟେକି ଆଣିବ ଏଠି, ଟେକି ଆଣେ, ଆମେ ତ ଟ୍ରିଟମେଣ୍ଟ କରିବୁ। ଦୌଡ଼ିଲେ କ'ଣ ଆମେ କ'ଣ, ଏଇ ହରିନାମ କର, ଏ ଆସ ଆସ ଆସ, ପ୍ରଭୁପାଦ ଗ୍ରନ୍ଥ ପଢ଼, ପ୍ରଭୁପାଦ ଟ୍ରିଟମେଣ୍ଟ କରିବେ, ପ୍ରସାଦ ପାଅ, ନାମ ଶୁଣ, ଦର୍ଶନ କର, ଟ୍ରିଟମେଣ୍ଟ ପ୍ରଭୁପାଦ କରିବେ। ସେ ବଡ଼ ଡକ୍ଟର, ସେ ସ୍ପେଶାଲ ଡକ୍ଟର ନାଇଁ। ଏ ଭବ ରୋଗୀ ହିଁ ତାଙ୍କର କ'ଣ ସେ ଟ୍ରିଟମେଣ୍ଟ କରିବେ। ଶିଶୁ ସୈନ୍ୟ ମାନେ କ'ଣ ଦଳ ରଖିଛନ୍ତି, ଉଦ୍ଧାରକାରୀ ଦଳ ସବୁ। କ'ଣ ବକା ବକା ଶତ୍ରୁ ନାହିଁ, ସେ ଭଜନଟା ବଢିଆ ଭଜନ। ବକାର ଶତ୍ରୁ କିଏ? ବକା ଶତ୍ରୁ ସେନାପତି ଗଣ। ବକାସୁର ଶତ୍ରୁ କିଏ? କୃଷ୍ଣ। ତାର ଶତ୍ରୁ ସେନାପତି ଜଣ। ଏଇ ସେନାପତି ଦଳ ଦୌଡ଼ିବେ, ହସ ହସ, ଏଇ ହରିନାମ କରରେ, ଏଇ କୁଆଡେ ପଳଉଛୁ, ସିଏ ଆସିବ, ତୁ ଏତିକି ବ୍ୟାଗ ତ ମୁଁ ବେଡି ମତେ ନେଇକି ଆସିବା, ଦେଖେଇବ, ଗଲାବେଳେ ବେଡି ମତେ କାଉ ଦେଇଦେଇଥିବ। ଫେରେ ରେ କେତେ ଡକରା ହଉଛି, ବୁଡ଼ିଯିବା। ଯଦି ବୈଷ୍ଣବ ଆଚାର୍ଯ୍ୟ ମାନେ ଆମର ଦାୟିତ୍ୱ ନ ନେବେ, ଗୁରୁ ଆଚାର୍ଯ୍ୟ ମାନେ ଆମର କଥା ନ ବୁଝିବେ, ଏ ସଂସାର କିଏ ଆମ କଥା ବୁଝିବ? ଏଇ ଭଁରରେ ପଡ଼ିଯିବ। ସବୁ ସମୟରେ ଆମ ଜୀବନଟା ଡେଞ୍ଜର, ବୁଝି ହଉଛି? ପଡ଼ିଥାନ୍ତ ଉଠିକି ପୁଣି କ'ଣ ହବ ବି କହି ହଉନି। ସେଥିପାଇଁ କହିଲେ କ'ଣ ନା ବୈଷ୍ଣବ ସେ ଭଁର ଦେଖ, ପାଣି ପଡ଼ିଲା ପରେ ମୁହଁ କେତେ ଶୁଖିଗଲା।
ଶୁଖିଯିବ। ପାଣିଟା ଖାଇଛି ନା ଲୁଣି ପାଣିଟା ପଶିବ ପାଟିରେ, ବହୁ ଡେଞ୍ଜର, ହୁସିଆର। ସେଥିପାଇଁ କହୁଛନ୍ତି କହିଲେ ଭଗବାନଙ୍କ ଚରଣ କମଳ ହଉଛି ଏକମାତ୍ର ନୌକା। ଏ ଯେମିତି ଷ୍ଟ୍ରେଚର ଧରି ନଉ କଣ ଯୋଉ ଏଇ ଯୋଉ ଧରିକି ଟ୍ୟୁ ଧରି ଠିଆ ହେଇକି ଦୌଡ଼ି ପଳାଉଛି, ତ ଇଏ କଣ କରିବେ ଭଗବାନ କଣ ନାମ ରୂପ କନକ ହରେ କୃଷ୍ଣ 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 ହରେ 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 ରାମ 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 ହରେ। କାଲି ଟେକିକି ଆଣିକି ବସେଇବେ ନୌକା। ବୁଡି ଯାଉଥିବା ବ୍ୟକ୍ତି କି କଣ ସଂସାର ପୋଷାକରେ ବୁଡି ଯାଉଥିବା ବ୍ୟକ୍ତି କି ମୁଣ୍ଡକୁ ଧରିକି, ଚୁଟିଟା ସେଥିପାଇଁ ରହିଛି ନା, କେତେବେଳେ ବୁଡିଯିବା ଗୁରୁ ଆଚାର୍ଯ୍ୟ ଟାଇମ୍ ନେଇଯିବେ। ଶିକ୍ଷା କାହିଁକି ରହିଛି? କେଶ ଧରି କର ମରେ ପାର, ନାଇଁ? ତୁମେ ମୋଟା ଲୋକ ମାନେ ମୋଟା କେଶ ରଖିବ, ନହେଲେ ଛିଣ୍ଡି ଛିଣ୍ଡି ଯିବ। କେଶ ଧରି କର ମରେ ପାର କହୁଛନ୍ତି ବାସୁଦେବ ସର୍ବମିତି। ବାସୁଦେବ ସର୍ବମିତି, ବାସୁଦେବ ମୋର ସବୁ କିଛି, ସର୍ବମିତି ମୋର ସବୁ କିଛି କୃଷ୍ଣ। କହିଲେ ଏଇ ମହାତ୍ମା ବହୁତ କଣ ସୁଦୁର୍ଲଭ, ଦେଖିବା ପାଇଁ କଣ ବିରଳ, ସୁଦୁର୍ଲଭ। এইপলি মহাত্মা যে বাসুদেব সর্বমিতি, সব আত্মা সুদুর্লভ। এই সুদুর্লভ বাসুদেব সর্বমিতি না, সর্বে মানে কଣ କେତେବେଳେ ଚିନ୍ତା କରିବ ଏ ସଂସାରରେ ମୋର କେହି ନୁହନ୍ତି, একমাত্র কৃষ্ণ। କଣ কৃষ্ণ? তুমেব মাতা চ পিতা তুমেব, तुमेव बन्धु च सखा तुमेव, तुमेव विद्या द्रविणं तुमेव, तुमेव सर्व मम देव देव। ବୁଝିହେଉଛି? କିନ୍ତୁ ପ୍ରାର୍ଥନା ପଢୁଥିଲେ ଆଖି ବୁଝିକି, ସ୍କୁଲରେ ପଢୁଥିଲେ ନା, କିନ୍ତୁ କାମ ନାହିଁ, ଉଲ୍ଟା। कहले से समय तुम्हें सर्व वासुदेव सर्वमिति, से वासुदेव कृष्ण मोर सब किछि बोले, तुम्हें माता च पिता तुम्हें, तुम्हें मोर माता, तुम्हें मोर पिता, तुम्हें मोर धारण करता, तुम्हें मोर सखा, तुम्हें मोर बंधु, तुम्हें मोर विद्या, आ कौन सर्वदेव देव। को देवतांग शरण से आसब ना, सर्वदेव देव सर्वलोक महेश्वर। कल से जान जे कृष्ण जो सर्व कण ईश्वर बोली। कल वासुदेव सर्वमिति, कृष्ण सबुर मालिक बोली कि कण जान सर्व। से कौन जान ना गच्छर मूल पानी देले तार डाल शाखा फूल फल सब आशा अच्छी बंचे बोली, मूलर जत्न न नहीं कि फल आशा करवा हूँ मूर्खमीर कारण। मूलटा काटी देखी मूल सहित संपर्क न रखिकी फल देखुची मु फलिमी, सुखीजीव सुखीजीव, छा पत्र सुखीजीव। कहले मूल सहित संपर्क न रखिकी आम फल आशा करुचे, एटा हूँ कौन बोकामीर परिचय। मूल कृष्ण कल सर्व कौन कहते ना सर्व मम देव देव, देवता मानकर देवता, देवता मानकर पूज्य कृष्ण बोली से जान ना जापर मत आसुनि आसूसी कि आमर एटा कौन विपद पड़े आगे पड़ा ताके पड़ा ताके पड़ा आसुनि कृष्ण सब मूल सी सी आम कथा दायित्व बुझे। भगवान कहते तापरे जिते बड़े व्यक्ति सर्वोच्च ज्ञान हुए से कृष्ण को सर्वश्रेष्ठ बोली जाने तांकर शरण आसे, जिते क्षेत्र से जानी जीव ये ज्ञान ज्ञान परिपूर्ण अवस्था को आसव, से कृष्ण सर्वर मालिक बोली कौन
से जानी पारिबो। अर्जुन को प्रश्न होची ज्ञानी मान को आसिया पे हेले प्रेम मार्ग को कौन कौन कले बहु जन्म बढ़ेबो। देख आम शुणुचे बुझुचे आम ज्ञान हो गला किंतु प्रेमटा उदय होनी होची कि आसक्तिटा कले आध्यात्मिक माने कौन आसक्ति कृष्ण का आड़ को बढ़ेवा आसक्ति संसार पर कौन करिवा त्याग करिवा भगवान भजन प्रति भगवान नाम प्रति भगवान धाम प्रति यार आसक्ति बढ़ेवा होची आध्यात्मिक अग्रगति। आध्यात्मिक जीवन आध्यात्मिक जीवन माने कौन आध्यात्मिक जीवन माने होची भगवान प्रति आसक्ति की बढ़ेवा संसार अनित्य वस्तु प्रति आसक्ति कौन करिवा त्याग करिवा। भगवान कहते वासुदेव सर्वमिति आम ओम नमो भगवते वासुदेव कहछ ना नहीं कहीं कहछे वासुदेव माने कौन वासुदेव माने हे प्रभु सर्वव्यापक जे सबुर मूल सर्वव्यापक वासुदेव सर्वत आ ओडिया सब लोक जे समस्त वास करते वासुदेव बोल कह सर्वव्यापक। हे प्रभु आपण मो भीतर अच्छा शास्त्र अच्छा सर्वव्यापक आपण को कौन प्रणाम करुची आपण मोर हृदय रही कि आपण मत किसी कौन आपण ही दायित्व नियंतु वासुदेव सर्वमेति कहले अर्जुन मु सबुर मालिक बोल कि अरे मु गीता देख एत पाषांडी अच्छा भगवान निजे गीता कहते से लेखाई भगवान उवाच सी कहे कौन कृष्ण उवाच लेखा है ना तांग भीतर अच्छे ना कृष्ण भगवान आयुनिक अच्छा कृष्ण भगवान कहते गीता कहते कृष्ण उवाच कह लिखी था कहीं भगवान उवाच कहला अरे कृष्ण को तुम्हें पाषांडी जानी पार ना कृष्ण को भगवान बोली काले के अस्वीकार कर लेखाला भगवान उवाच अर्जुन को कृष्ण कहते भगवान कहीं उवाच लेखाला कृष्ण भगवान स्वयं ये पाषांडी मान कौन बुझीपारे ना न बुझी पारे शरण आसवे ना कल बुझीपारे ना चलो बुझे एम कौन आसव ना बुझा भक्तर स्थिति कौन हम जो बुझीजे कौन हम धन जन देह गेह कृष्ण समर्पण धन जन देह गेह कृष्ण समर्पण करियाछे शुद्ध चिते करहो स्मरण करियाछे शुद्ध चिते करहो स्मरण तबे के न मम सुता बोली कर दुख तबे के न मम सुत करी कर दुख कृष्ण नील कृष्ण जन तारे मारे सुख कृष्ण नील निज जन ताहे तार सुख बुझीजीव कौन हम ना धन जन देह गेह कृष्ण समर्पिया करियाछे शुद्ध चित्त चित्ते करे करण स्मरण तबे के न मम सुत कहीं कह मो पुओ बोली तो बेले एटा जानीजीव ये पुओ ये झील ये स्त्री ये टंका ये शरीर सब कृष्ण कर तापर कौन हम ना तबे के न मम सुत बलि कर दुख मो पुओ देहटा खराब मु मायापुर जीवी ना दुख कहीं कर कृष्ण कर
अच्छा कृष्ण निज निज जन ताहे कार तार सुख कृष्ण नील निज जन यदि मरी जाए कृष्ण नहीं गले जदि मरी जाए मो पुओ मरी जाए मो झील मरी जाए मो स्त्री मरी जाए मो स्वामी मरी जाए कृष्ण नहीं गले ମୁଁ ତ ରକ୍ଷା କରିପାରିବି ନା କୃଷ୍ଣ ନେଇକି ତାକୁ ସୁଖ ଦେବେ ବୋଲି ନେଇଛନ୍ତି ମୁଁ କାହିଁ ଦୁଃଖ କରିବି କହୁଛନ୍ତି ସମର୍ପଣ ହେଲେ କଣ ହବ ଏଇଟା ଜାଣି କୃଷ୍ଣ ସର୍ବମୟ କୃଷ୍ଣ ଇଚ୍ଛା ମତେ ନା କୃଷ୍ଣ ନିଲ ନିଜ ଜନ ତାରେ ତାରେ ମୋର ସୁଖ କୃଷ୍ଣ ତାଙ୍କୁ ନେଇଛନ୍ତି ତାଙ୍କୁ କଣ ମାଲପୁଆ ଦେବେ କି ଅମୁଲ ଦେବେ କି କଣ ଅମୃତ ଦେବେ ମୋର କଣ ସେଥିରେ ବୁଝିବାର ଅଛି କୃଷ୍ଣ ଦେଇଥିଲେ କୃଷ୍ଣ ନେଇଗଲେ ଏଥିରେ ଦୁଃଖ କରିବାର କିଛି ଆବଶ୍ୟକତା ନାହିଁ କହୁଛନ୍ତି कृष्ण कृष्ण इच्छा मते सब घटई घटना कृष्ण इच्छा मते सब घटई घटना काहे सुख दुख ज्ञान अविद्या कल्पना काहे सुख दुख ज्ञान अविद्या कल्पना जहाँ इच्छा मरे कृष्ण ताई जान भालो जहाँ इच्छा करे कृष्ण ताई जान आते दिया अपना इच्छा बुझाओ जंजाल ते दिया अपना इच्छा जंजाल आते कृष्ण ने ओ कृष्ण पाले कृष्ण सबे देव कृष्ण ने ओ कृष्ण पाले कृष्ण सब राखे कृष्ण मारे कृष्ण इच्छा करे जबे राखे कृष्ण मारे कृष्ण इच्छा करे कृष्ण इच्छा विपरीत जे सब कामना कृष्ण इच्छा जे सब काम तार इच्छा नहीं फले से पाए जातना तार इच्छा नहीं फले से पाए जातना कहले कौन ना कृष्ण इच्छा मते सब घटई घटना कृष्ण ती मारी देबे तुम रक्षा करि परिबो कहते ताहा सुखे दुखे ज्ञान अच्छा आमे कहीं सुख दुख में आम अविद्यार अच्छे अंधकार भितर अच्छे मोरटा हो मोर सेटा हो कहते ताहे सुख दुख ज्ञान अविद्या कल्पना आमे अविद्या अंधकार भितर अच्छे आम भाभी पारे ये लोक मत दुख देदेला से लोक मत दुख देदेला या द्वारा मुझे कष्ट पाऊँ ये किसी ना तुम कर्म फल समय से लोक आस तुम ठिया जाऊँ एथिरे से लोकर दोष नहीं कि तुमर दोष नहीं सब दोष अच्छे कौटी तुम कर्मर यही समय यही शाशु मिले यही बोह मिले यही पुओ मिल यही झील मिल जंत्रणा भोग कर चलियो कहते ताहे सुख दुख जहाँ इच्छा करे कृष्ण ताई जान भाई तेजिया ताहा जान भालो कृष्ण जहाँ इच्छा कर जान भल तेजिया अपन इच्छा घुंचाओ जंजाल टेंशन कहीं निज इच्छा ना टेंशन कौन कि एबे टेंशन मुझे टेंशन अच्छे कौन निज इच्छाटा निज इच्छा पूर्ण हेल्ले दुख पाइला
ନିଜ ଇଚ୍ଛା ଭୁଲିଗଲେ ସୁଖ। ଆମର ଇଚ୍ଛା ହେଲା ଗୋଟେ ଗାଡ଼ି କିଣିବା, 50,000 ଦେଇଦେଲ ଗଲା ଗାଡ଼ି ହେଲା ନା ଟେନସନ୍। ଇଚ୍ଛା ତ୍ୟାଗ କର, କୃଷ୍ଣ ଇଚ୍ଛା ଯାହା ସେଇଟା, ଯାହା କୃଷ୍ଣଙ୍କ ଇଚ୍ଛା ମିଳୁଛି ମିଳୁ, ଯାହା ନ ମିଳୁଛି ନାହିଁ। କହୁଛନ୍ତି ଦେୟ କୃଷ୍ଣ ନେୟ କୃଷ୍ଣ ପାଳେ କୃଷ୍ଣ ସବ, ରାଖେ କୃଷ୍ଣ ମାରେ କୃଷ୍ଣ ଇଚ୍ଛା କରେ ଯବ। କୃଷ୍ଣ ରକ୍ଷା କରିଛନ୍ତି, କୃଷ୍ଣ ମାରିଦେବେ। କିଏ ରକ୍ଷା କରିବେ? କିଏ ପିଠରେ ପଡ଼ିବ? କୋଉ ସ୍ତ୍ରୀ, କୋଉ ପୁଅ, କୋଉ ଝିଅ, କୋଉ ବାପା ମା ଡାକିଲ? ଓ ବାବା ବ୍ରହ୍ମା ରକ୍ଷା ପାଇଲେ? ବ୍ରହ୍ମା ରକ୍ଷା ପଡ଼ିଲେ ନା ଶିବ ରକ୍ଷା ପଡ଼ିଲେ ନା କିଏ ରକ୍ଷା ପଡ଼ିଲେ? କୃଷ୍ଣ ଯାକୁ ମାରିବେ, ତୁମେ ତ ମାରିବ ଯାରେ କିଏ ରାଖିତେ ପାର। ରଖିଲେ ଆଉ ତୁମେ କଣ ପୁଅକୁ ରକ୍ଷା କରିପାରିବ? ତୁମେ କଣ ଝିଅକୁ ରକ୍ଷା କରିପାରିବ? ତୁମେ କଣ ସ୍ୱାମୀକୁ ରକ୍ଷା କରିପାରିବ? ତୁମ ହାତରେ କିଏ ଅଛି କି ତୁମ ରକ୍ଷା କରିବ? ପାରିବ ନା। ରାଖେ କୃଷ୍ଣ ମାରେ କୃଷ୍ଣ। କୃଷ୍ଣ ଇଚ୍ଛା କରିଛନ୍ତି ମୋର ବଞ୍ଚିଛି, କୃଷ୍ଣ ଇଚ୍ଛା କରି ମରିବ। ହଁ ପୁଣି ସିଏ ଇଚ୍ଛା କେମିତି କରିବେ? କର୍ମ ଉପରେ। ସେ କଣ କଣ କରିକି ଆଇছে ସେଇଟା ତାକୁ ବଞ୍ଚେଇବେ। କହୁଛନ୍ତି କୃଷ୍ଣ ଇଚ୍ଛା ବିପରୀତ ଯେସବ କାମନା। କାମନା କଣ? କଣ କାମନା? କାମନା କାହା କୁହନ୍ତି? କହୁନ ଢୁଳେଇ ହବା। କାମନା ହଉଛି କୃଷ୍ଣଙ୍କର ଇଚ୍ଛା ବିରୁଦ୍ଧ। ଏଇଟା ହେଲା କାମନା, ଏଇଟା ଦୁଃଖ ଦବ। ଯାହା କୃଷ୍ଣଙ୍କର ଇଚ୍ଛା ଏଇଟା ସୁଖ ଦବ। ହରିନାମ ପ୍ରଚାର କର, ଭଗବାନ ନାମ କର, ଭଗବାନ ସେବା କର, ଏଇଟା କୃଷ୍ଣଙ୍କର ଇଚ୍ଛା, ଏଇଟା ସୁଖ ପାଉଛି। ଯାହା କୃଷ୍ଣଙ୍କର ଇଚ୍ଛା ନୁହଁ ସେଟା ହଉଛି କଣ? କାମନା। ତାର ଇଚ୍ଛା ନାହିଁ ଫଳେ କଣ? ସେ ପାଏ ଯାତନା। କୃଷ୍ଣଙ୍କ ଇଚ୍ଛା ଛାଡ଼ିଦେଲା, ତା ଇଚ୍ଛା ଯୋଡ଼ିଦେଲା, ତା ଇଚ୍ଛା ଯୋଡ଼ିଦେଲେ ଯାତନା ପାଇଲା, କଷ୍ଟ ପାଇଲା। ଆଉ ବୁଝିହଉଛି? ତାହେଲେ ଆମେ କୃଷ୍ଣ ତ ନାହାନ୍ତିନି, ଆମର ଇଚ୍ଛା କେମିତି ହବ? ନା ଗୁରୁଙ୍କ ଇଚ୍ଛା। କୃଷ୍ଣଙ୍କର ଇଚ୍ଛା ଯାହା, ତାଙ୍କ ଶୁଦ୍ଧ ଭକ୍ତ ମାନଙ୍କ ଦ୍ୱାରା ଆସିବ ଆମକୁ। ଯାହା ପ୍ରଭୁପାଦଙ୍କର ଇଚ୍ଛା, ଯାହା ମହାପ୍ରଭୁଙ୍କର ଇଚ୍ଛା, ଏଇଟା ହେଲା କୃଷ୍ଣଙ୍କର ଇଚ୍ଛା। ଯାହା ପ୍ରଭୁପାଦ ଇଚ୍ଛା କରିଛନ୍ତି ଏଇଟା କୃଷ୍ଣଙ୍କର ଇଚ୍ଛା, ଜାଣ ସେଇଆ। ସମସ୍ତେ କେମିତି କଣ? ଜନ୍ମ ଚକ୍ରରୁ ଉଦ୍ଧାର ପାଇଁ ଗୋଲକଧାମ। ଏଠି କେହି ନୁହଁ। ସେ ସୁନୁ ଦୌଡ଼ରେ କଣ ବନ୍ଧା ହେଇଯାଇଛି। ଦେଖୁନ ଦୌଡ଼ରେ ରଖିଦେବ, ସୁନର ଫାସ ପଡ଼ିଯାଇଥିବ। ସୁନୁ ଫାସଟା ଖୋଲିବା ଭାରି କଷ୍ଟ। ଆରେ ପଇତା ଆମେ କରୁଛୁ, ଥୋଇଛୁ, ଥୋଇଲା ଆସିଲେ ସେ ଗୌର ଅରୁଆ ହେଇଯାଇଛି, ତାକୁ ଖୋଲୁ ଖୋଲୁ ପଳେ। ଏ ସଂସାର ସୁନୁ ଫାସରେ ବନ୍ଧା ହେଇଛି। ତୁମର କାହା ସହ ସମ୍ପର୍କ ନଥିଲା କି ଭବିଷ୍ୟତ କାହା ସହିତ ରହିବ ନା। ଏତିକି ତ ସିଦ୍ଧାନ୍ତ ଆମକୁ ଆସେ କଣ? ଉପନିତ ଅର୍ଜୁନ ତୁମେ କଣ ଏଇ ଯୋଉ ଜ୍ଞାନମାନ ଜ୍ଞାନୀ ମାନେ ପ୍ରେମ ଭକ୍ତି ପ୍ରାପ୍ତ ହେବା ପାଇଁ, ସେବା ପ୍ରାପ୍ତ ହେବା ପାଇଁ ହେଲେ ବହୁତ ଜନ୍ମ ପଳେଇବ। ବର୍ତ୍ତମାନ ମୁଁ ତୁମକୁ କହୁଛି ସେବା କର ମୋର। ତୁମେ ଗୋଟେ କର୍ମ ବୋଲି ଛାଡ଼ି ଦିଅ, ଯୁଦ୍ଧ କରିବା ତୁମ ଇଚ୍ଛା ଛାଡ଼। ବର୍ତ୍ତମାନ ସେବା କର, ମୋର ଆଦେଶ ପାଳନ କର। ଆମେ କର୍ମ ବୋଲି, ମୁଁ ଘର ଥିଲି, ଏ କାମ କରୁନଥିଲି, ଏଠି ସେଟା କରିବା ପାଇଁ ପଡୁଛି। ଏଇଟା ସେବା। ଆରେ ଅର୍ଜୁନ କଥା ମନେ ପକେଇବ, କାହା ସାଙ୍ଗରେ ସେ ଯୁଦ୍ଧ କରୁଥିଲେ? କୃଷ୍ଣଙ୍କ କଥା ହବାନି। ତାଙ୍କ ଗୁରୁ ରୂପରେ ଭାବିଲେ, ତୁମର ଗୁରୁ କହୁଛନ୍ତି ମାନେ ପାଣିକି ଡିଅ। ସେ କହିଲେ ନା ସେଦିନ ପିତାଙ୍କ ପ୍ରଭୁ ତୁମ କଣ କହିଲେ? ଯଦି ପ୍ରଭୁ ଏବେ କହିବେ ସମୁଦ୍ର ଡେଇଁ ପଡେ, ମୁଁ ଜ୍ୱର ଡେଇଁ ପଡେ। ଏଇଟା ସେବା। କୃଷ୍ଣ ସେବା କର। ଭଗବାନ କହୁଛନ୍ତି ଅର୍ଜୁନ ତ୍ୟାଗ କର ତାକୁ, ବର୍ତ୍ତମାନ ମୋର ସେବା କର। ମୁଁ ଆଦେଶ ଦଉଛି ତୁମେ ଭକ୍ତ ହେଇଯାଅ, ମୋର ସେବା କର। ଏ ହେଉଛି ପ୍ରେମ। ଜୟ ଜଗଦ୍ଗୁରୁ ଶିଲ ପ୍ରଭୁପାଦ। ଗୌର ପ୍ରେମାନନ୍ଦେ ହରି ହରି।